ଦିନେ ସେ ଜଙ୍ଗଲରେ ଗୋଟିଏ ହାତୀ ଆସି ପହଞ୍ଚିଲା। ସେ ହାତୀ ଦେବରାଜ ଇନ୍ଦ୍ରଙ୍କର ବାହନ ଐରାବତଙ୍କର ବଂଶଧର ହେଇଥିବାରୁ ନିଜକୁ ସର୍ବଶ୍ରେଷ୍ଠ ଭାବୁଥିଲା। ହାତୀଟି ଜଙ୍ଗଲରେ ପହଞ୍ଚିଲା ପରେ ବହୁ ଦୌରାତ୍ମ୍ୟ କଲା। ଦିନକର କଥା, ହାତୀ ଜଙ୍ଗଲରେ ବୁଲିବା ବେଳେ ଜଣେ ବୁଢ଼ା ଲୋକ ତାର ଦେଖାହେଲେ। ସେ ବୁଢ଼ା ଲୋକ ଜଣକ ଆଦିତ୍ୟନଗର ଯାଉଥିଲେ। ଥକି ପଡ଼ିଥିବାରୁ ତାଙ୍କର ଆଉ ଚାଲିବାକୁ ଜୋର ନଥିଲା। ଏ ବୁଢ଼ା, କୁଆଡ଼େ ଯାଉଛୁ? ହାତୀ ଭାଇ, ମୁଁ ଆଦିତ୍ୟନଗରକୁ ଯାଉଛି। ଏ ବଣ ଦେଇ କାହିଁ ଯାଉଛୁ? ଅନ୍ୟ ବାଟରେ ଗଲୁନୁ। ମୋ ସ୍ତ୍ରୀ ପାଇଁ ଔଷଧ ନେଇ ମୁଁ ଆଦିତ୍ୟନଗରକୁ ଯାଉଛି। ସେ ସେଠି ରହୁଛି। ତାର ଦେହ ବହୁତ ଖରାପ। ଏଇଟା ସବୁଠାରୁ ସହଜ ବାଟ। ସେଥିପାଇଁ ମୁଁ ହଉ, ତୋ ଉପରେ ଦୟାକରି ମୁଁ ତତେ ଛାଡ଼ିଦେଲି। ତୁ ଯା। ହାତୀ ଭାଇ, ମୋର ଚାଲିବାକୁ ଆଉ ଜୋର ନାହିଁ। ତମ ପିଠିରେ ବସେଇ ମତେ ଆଦିତ୍ୟନଗରରେ ଛାଡ଼ି ଦିଅ। କଣ ହେଲା? ତୋର ଏତେ ସାହସ? ତୁ ମତେ ତ ସେବା କରିବାକୁ କହୁଛୁ? ରହ, ଏବେ ଗୋଟେ ଗୋଇଠା ଦଉଛି ତତେ। ଆଦିତ୍ୟନଗର କାହିଁ, ସିଧା ଯାଇ ମଙ୍ଗଳ ଗ୍ରହ ବୁଲି ଆସିବୁ। ହାତୀ ସେ ବୁଢ଼ା ଲୋକଙ୍କୁ ଗୋଟାଏ ଶକ୍ତ ଗୋଇଠା ମାରିଲା। ତାପରେ ସେ ବୁଢ଼ା ଲୋକ ଉଡ଼ିକି ଯାଇ ଗୋଟେ ଗଛରେ ମାଡ଼ ହେଇ ତଳେ ପଡ଼ି ମରିଗଲେ। କଥାଟା ଧୀରେ ଧୀରେ ସାରା ଜଙ୍ଗଲରେ ବ୍ୟାପିଗଲା। ହାତୀ ମଣିଷ ମାରିଛି ଜାଣିବା ପରେ ଜଙ୍ଗଲର ପଶୁମାନଙ୍କ ଭିତରେ ଭୟ ସୃଷ୍ଟି ହେଲା। ହାତୀ ଏହି ବିଷୟରେ ଜାଣିବା ପରେ ସେ ମନେ ମନେ ବହୁତ ଖୁସି ହେଲା। ଦିନେ ସେ ଜଙ୍ଗଲର ସବୁ ପଶୁପକ୍ଷୀମାନଙ୍କୁ ଡାକି ଗୋଟିଏ ସଭା ବସେଇଲା। ଶୁଣ, ଆଜିଠୁ ମୁଁ ତମମାନଙ୍କର ଭଗବାନ। ଏଥର ସବୁଦିନ ସକାଳେ ଆଉ ସନ୍ଧ୍ୟାରେ ତମେ ମାନେ ମତେ ପୂଜା କରିବ। ମୋ ପାଇଁ ସବୁଦିନ ଜଙ୍ଗଲରୁ ଫଳ ଆଣିବ ଆଉ ମୋ ପାଖରେ ଭୋଗ କରିବ। ସେଇ ଭୋଗକୁ ମୁଁ ପ୍ରଥମେ ଖାଇବି, ତାପରେ ଅନ୍ୟମାନେ ତାକୁ ପାଇବେ, ଆଉ ତାପରେ ଯାଇ ତମେ ମାନେ ଶିକାର କରି ଖାଇବ। ହାତୀ କଥା ଶୁଣି ସବୁ ପଶୁମାନେ ଭୟରେ ରାଜି ହେଇଗଲେ। ସବୁଦିନ ପଶୁମାନେ ଫଳ ଆଣିକି ଦେଲେ। ପୂଜା ହେଲା, ଭୋଗ ହେଲା। ହେଲେ ଭୋଗ ହେଲା ପରେ ଯାହା ବଳୁଥିଲା ତାକୁ ହାତୀ ନେଇ ଖାଇ ଦଉଥିଲା। ଏମିତି କିଛି ଦିନ ବିତିଗଲା। ଜଙ୍ଗଲରେ ଥିବା ତୃଣଭୋଜୀମାନେ ଧୀରେ ଧୀରେ ଦୁର୍ବଳ ହେଇଗଲେ। ଫଳରେ ମାଂସାଶୀ ପ୍ରାଣୀମାନେ ତାଙ୍କୁ ସହଜରେ ମାରି ଖାଇଗଲେ।